ଜୀବନର ସତ୍ୟ କୁହନ୍ତୁ ନାହିଁ, କାହିଁକି ନା ପାଣିରେ ଆପଣ ରକ୍ତ ସଫା କରିପାରିବେ, କିନ୍ତୁ ରକ୍ତରେ ରକ୍ତ ନୁହେଁ। ସମୟ ଏତେ ବି ଶକ୍ତିଶାଳୀ ହୋଇନଥାଏ ଯେତିକି ମଣିଷ ତାକୁ ଭାବୁଥାଏ। କାହିଁକି ନା ଅନ୍ଧକାର ଯେତେ ବି ଶକ୍ତିଶାଳୀ ହୋଇଥିଲେ ମଧ୍ୟ ସକାଳର ସୂର୍ଯ୍ୟ ଆଗରେ ମୁଣ୍ଡ ନୁଆଇଥାଏ। ସମସ୍ତେ ଦୁଃଖ ଦେଇପାରନ୍ତି, କିନ୍ତୁ ଦୁଃଖ ସହିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ। ସମସ୍ତେ କନ୍ଦେଇ ପାରନ୍ତି, କିନ୍ତୁ ହସେଇବାର ଶକ୍ତି ସମସ୍ତଙ୍କର ନଥାଏ। ବନ୍ଧୁତା ସମସ୍ତେ କରିପାରନ୍ତି, କିନ୍ତୁ ବନ୍ଧୁତା ତୁଲେଇବାର ଶକ୍ତି ସମସ୍ତଙ୍କର ନଥାଏ। ଆଜିର ସଂସାରରେ ଅନେକ ଲୋକ ଅନ୍ୟମାନଙ୍କୁ ବିପଦରେ ପକାଇ ତାଙ୍କର ସରଳତାର ସୁଯୋଗ ନେଇ ତାଙ୍କୁ ନିନ୍ଦିତ କରି ଖୁସି ମନାଇଥାନ୍ତି। ହେଲେ ସେ ନିଜେ ମଧ୍ୟ ଜାଣିନଥାନ୍ତି ଯେ ସେ ଖୁସି ଖୁବ୍ ଅଳ୍ପ ଦିନର ବୋଲି। ସେମାନେ ଜାଣିନଥାନ୍ତି ଯେ ଅନ୍ୟ ପାଇଁ ଖୋଳିଥିବା ଗାତରେ ଦିନେ ନା ଦିନେ ସେ ନିଜେ ପଡ଼ିବେ ବୋଲି। ସମ୍ମାନ କରନ୍ତୁ ସେହିମାନଙ୍କୁ ଯେଉଁମାନେ ନିଜର ବ୍ୟସ୍ତ ଜୀବନ ଭିତରୁ ମଧ୍ୟ ଆପଣଙ୍କୁ ସମୟ ଦିଅନ୍ତି ଓ ଯତ୍ନ ନିଅନ୍ତି। କାହିଁକି ନା ଏଭଳି ଲୋକ ସମସ୍ତଙ୍କ ଭାଗ୍ୟରେ ନଥାନ୍ତି। ଭୁଲ ସ୍ୱୀକାର କରିବା ଶିଖ। ଭୁଲ ସ୍ୱୀକାର କରିଦେଲେ ତୁମେ ଛୋଟ ହୋଇଯିବନି, ବରଂ ଭୁଲ ଠାରୁ କିଛି ଶିକ୍ଷା ଗ୍ରହଣ କରିବ, ଯାହାଦ୍ୱାରା ସେହି ଭୁଲ ଦ୍ୱିତୀୟ ଥର ହେବ ନାହିଁ। ଜୀବନରେ କେବେ କାହାକୁ ଠକିକି ଆଗକୁ ଯିବାକୁ ଚେଷ୍ଟା କରନ୍ତୁ ନାହିଁ, କାରଣ ସମୁଦ୍ରର ଢେଉ ଯେମିତି ଆଗକୁ ଆସିଥାଏ ସେମିତି ବହୁତ ଶୀଘ୍ର ପଛକୁ ଚାଲି ଯାଇଥାଏ। ଯଦି ଜୀବନରେ କାହା ପାଇଁ କିଛି ଭଲ କରିଛନ୍ତି ତାହା କେବେ ବ୍ୟର୍ଥ ଯିବ ନାହିଁ। ଯାହା ପାଇଁ କରିଛନ୍ତି ସିଏ ହୁଏତ ଭୁଲି ଯାଇପାରେ, କିନ୍ତୁ ଈଶ୍ୱର ନୁହନ୍ତି। କେଉଁ ରାସ୍ତାରେ କାହା ମାଧ୍ୟମରେ ଆପଣଙ୍କ ଭଲ କର୍ମର ମୂଲ୍ୟ ଆପଣଙ୍କୁ ଫେରାଇବେ। ପର କଥା ଶୁଣି କେବେ କାହାର ବିରୁଦ୍ଧରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, କାରଣ ଏଠାରେ ଘର ଭାଙ୍ଗିଥିବା ଲୋକ ବହୁତ ଅଛନ୍ତି, କିନ୍ତୁ ଘର ଯୋଡ଼ିବା ଲୋକ ବହୁତ କମ୍। ତେଣୁ ନିଜେ ଆଖିରେ ନ ଦେଖିବା ଯାଏ କାହା କଥାକୁ ବିଶ୍ୱାସ କରନ୍ତୁ ନାହିଁ। ଯାହା ନ ଦେଖିବ ଦୁଇ ନୟନେ ପରତେ ନ ଯିବ ଗୁରୁ ବଚନେ। ନିଜ ପରିବାରରେ ଅପ୍ରିୟ ହୋଇ ବାହାର ଲୋକଙ୍କ ପ୍ରିୟ ପାତ୍ର ହେବାରେ କୌଣସି ମୂଲ୍ୟ ନଥାଏ, କାରଣ ଅସୁବିଧା ସମୟରେ ବାହାର ଲୋକ ମଜା ଦେଖୁଥିବା ବେଳେ ପରିବାର ଲୋକ ହିଁ ସାହାଯ୍ୟ କରିଥାନ୍ତି। ଏହା ଅକାଟ୍ୟ ସତ୍ୟ। କିଏ ଆମକୁ ଖରାପ କହିଦେଲେ ଆମେ ଖରାପ ହୋଇଯିବା ନାହିଁ, କିଏ ଆମକୁ ଭଲ କହିଦେଲେ ଭଲ ହୋଇଯିବା ନାହିଁ। ଆମର ପ୍ରଶଂସା ଓ ନିନ୍ଦା ସବୁକିଛି ଆମ କର୍ମ ଉପରେ ନିର୍ଭର କରିଥାଏ। ବଜାରରେ ମିଳୁଥିବା ଛୋଟିଆ ଫଳଟିଏ ନିଜର ଆକାର ପାଇଁ ନୁହେଁ, ନିଜ ମଧୁର ସ୍ୱାଦ ପାଇଁ ଅଧିକ ଦାମରେ ବିକ୍ରି ହୋଇଯାଏ। ଠିକ୍ ସେହିପରି ମଣିଷ ଛୋଟ ହେଉ ବା ବଡ଼, ଧନୀ ହେଉ ବା ଗରିବ, ନିଜର ଭଲ ବ୍ୟବହାର ପାଇଁ ସମାଜରେ ସମ୍ମାନ ପାଇଥାଏ। ଆମେ ଟିକେ ଟିକେ ଦୁଃଖରେ ଭାଙ୍ଗି ପଡ଼ୁ, କିନ୍ତୁ ଏହା ଭୁଲି ଯାଉ ଯେ ସ୍ୱୟଂ ଭଗବାନଙ୍କୁ ମଧ୍ୟ ବନବାସ ଦୁଃଖ ସହିବାକୁ ପଡ଼ିଥିଲା, କାରଣ ଏ ଦୁନିଆରେ ଜନ୍ମ ନେଲେ ଦୁଃଖ ସୁଖ ଉଭୟ ଭୋଗିବାକୁ ପଡ଼ିଥାଏ। ଜୀବନରେ ଗୋଟିଏ ନିୟମ ମନେ ରଖ, ସିଧା କୁହ, ସତ୍ୟ କୁହ ଓ ମୁହଁରେ କୁହ। ଯିଏ ନିଜର ଅଟନ୍ତି ସେମାନେ ବୁଝିଯିବେ ଓ ଯିଏ କେବଳ ନାମକୁ ଥାଆନ୍ତି ସେମାନେ ଦୂରେଇ ଯିବେ। ଆଘାତ ଶାରୀରିକ ହେଉ କି ମାନସିକ ହେଉ, କଷ୍ଟ ତ ମିଳିଥାଏ, ହେଲେ ସେମାନଙ୍କ ମଧ୍ୟରେ ଫରକ କେବଳ ଏତିକି ଯେ ଶାରୀରିକ ଆଘାତ ଆମକୁ କଷ୍ଟ ଦେଇଥାଏ ଆଉ ମାନସିକ ଆଘାତ ଜଣକୁ ସମ୍ପୂର୍ଣ୍ଣ ରୂପେ ବଦଳି ଦେଇଥାଏ। ଏ ଦୁନିଆରେ ସବୁଠାରୁ ଭୟଙ୍କର ଲୋକ କିଏ ଜାଣିଛ କି ବନ୍ଧୁ? ଯିଏ ତୁମ ଆଗରେ ଅନ୍ୟର ବିରୁଦ୍ଧରେ ଗପୁଛି। ସେହି ଲୋକଠାରୁ ଯେତେ ଦୂରରେ ରହିବ ସେତେ ମଙ୍ଗଳ ହେବ ତୁମ ପାଇଁ। ସୁଖ ଆଉ ଦୁଃଖ ନିଜ ଭାଗ୍ୟ ବଳରେ ମିଳିଥାଏ। ଧନୀ ଗରିବ ଏଥିରେ କିଛି ନେବା ଦେବା ନଥାଏ। କାନ୍ଦିବାକୁ ଥିବ ଯଦି ରାଜ୍ୟ ପ୍ରସାଦରେ ଥିଲେ ମଧ୍ୟ କାନ୍ଦିବାକୁ ପଡ଼ିବ, ଆଉ ହସିବାର ଥିବ ଯଦି ଝୁପୁଡ଼ି ଘରେ ମଧ୍ୟ ହସର ଗୁଞ୍ଜନ ଶୁଣାଯାଉଥିବ।